ଓଡ଼ିଆ ସାହିତ୍ୟର ଯୁଗ ବିଭାଜନ। ପ୍ରଥମେ ହେଉଛି ଆମର ପ୍ରାକ୍ଶାଳା ସାହିତ୍ୟ। ପ୍ରାକ୍ଶାଳା ସାହିତ୍ୟର ସମୟସୀମା ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀରୁ 1400 ଶତାବ୍ଦୀ। ଶାରଳା ସାହିତ୍ୟ 1400ରୁ 1500। ପଞ୍ଚଶଖା ସାହିତ୍ୟର ସମୟସୀମା 1500ରୁ 1650। ରୀତିଯୁଗର ସମୟସୀମା 1650ରୁ 1880। ତ ଅନ୍ୟ ସମାଲୋଚକମାନଙ୍କର ମତ କି 1650ରୁ 1850। ତାପରେ ଆସିଛି ରୀତିଯୁଗ ପରେ ରାଧାନାଥ ଯୁଗ। ରାଧାନାଥ ଯୁଗର ସମୟସୀମା 1880ରୁ 1910। ସତ୍ୟବାଦୀ ଯୁଗର ସମୟସୀମା 1910ରୁ 1921। ସବୁଜ ଯୁଗର ସମୟସୀମା 1921ରୁ 1934। ପ୍ରଗତି ଯୁଗର ସମୟସୀମା 1934ରୁ 1947। ପ୍ରଗତି ଯୁଗ ପରେ ସ୍ୱାଧୀନତାର ଯୁଗ। ସ୍ୱାଧୀନତାର ଯୁଗ ହେଉଛି 1947ରୁ ଆଜି ପର୍ଯ୍ୟନ୍ତ।